ରାତି 12:30 ବେଳେ ଗୋଟିକିଆ ଟଙ୍କା ଆସିଲା, ଆମେ ଜାଣିପାରିଲୁନି। ଘରେ ସମସ୍ତେ ଶୋଇଥିଲୁ, ସଡନ ଆସିକି ପଶିଗଲା, ଘର କବାଟ ଫବାଟ ଭାଙ୍ଗିକି ଧାନ କ୍ଷତି କଲା। ଘର ଭିତରକୁ ପୁରା ପଶିଗଲା। ଘରେ ଶୋଇଥିଲେ ମା ବାପା ସମସ୍ତେ ଥିଲେ, ପ୍ରାଣ ବିକଳରେ ସେମାନେ ଗୋଟେ କୋଣରେ ଚାପା ହେଇକି ରହିଗଲେ ଆଉ। ବନ ବିଭାଗକୁ ଜଣେଇବା ପରେ ବହୁତ ଲାଷ୍ଟ ସମୟରେ ଆସିଲେ। ଦୀର୍ଘ 45 ମିନିଟ୍ ଜୀବନ ସଂଘର୍ଷରେ ଥିଲୁ। ଆଉ ଯାହା ହଉ ଜୀବନ ମୁକ୍ତ ବଞ୍ଚି ଯାଇଛି, କିନ୍ତୁ ବହୁତ କଷ୍ଟ ଥିଲା ସେତେବେଳେ। ଗୋଟେ ସାଇରନ୍ ଦିଆ ହୁଏ, ସେ ସାଇରନ୍ଟା ରିଚାର୍ଜ ନାହିଁ, ସେଥିରେ ଫରେଷ୍ଟ ବାଲା ଆଉ ରିଚାର୍ଜ କରୁନାହାନ୍ତି ବୋଧେ, ବିଲକୁଲ ବାଜୁନାହିଁ। ସେଥିରେ ଗାଁ ଲୋକ ସତର୍କ ରହୁଥିଲେ, ସେଟା ବି ହେଇପାରୁନାହିଁ। ଆଉ ଗୋଟେ ଜିନିଷ, ଏଠି ଲାଇଟ୍ର ସୋଲାର ଲାଇଟ୍ ପାଇଁ ବାରମ୍ବାର କହିଲା ପରେ ବି ସେ କିଛି ଶୁଣୁନାହିଁ। ସୋଲାର ଲାଇଟ୍, ଏଇ ଜଙ୍ଗଲ ସାଇଡ୍ ଫାଇଡ୍ ଏଇଗୁଡ଼ାକ ଯେଉଁ ଘର ଅଛନ୍ତି, ବାରମ୍ବାର ଏଠି ହାତୀ ଆକ୍ରମଣ କରୁଛି। ଆଉ କହିଲା ପରେ ବି କିଛି ବନ ବିଭାଗ ତାର ପଦକ୍ଷେପ ନେଉନାହିଁ। ଏଥିରେ ଯେଉଁ ଆମର 7-8 କୁଇଣ୍ଟାଲ ଧାନ ନଷ୍ଟ ହେଇଛି କିମ୍ବା ଖାଇଛି, ଆଉ ଘର ଭାଙ୍ଗିଛି, ପଛପଟେ ଆଜବେଷ୍ଟର ଭାଙ୍ଗିଛି, ବାଡ଼ି ବଗିଚାରେ ଯାହା ଥିବା ଜିନିଷ ନଷ୍ଟ ହେଇଛି, ବାଡ଼ ଫାଡ଼ ସବୁ ନଷ୍ଟ କରିଛି। କ୍ଷତିପୂରଣ ଏଥିରେ ଦେଲେ ଆମକୁ ଟିକେ ଖୁସି ଲାଗନ୍ତା। ବାରମ୍ବାର ଆକ୍ରମଣ କରୁଥିବା କିଛି ମାନେ ଅସହାୟ ହେଇ ପଡୁଛୁ ଆମେ ମାନେ।